ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଶୁଣିବା ବାପାଙ୍କ ମୁହଁରୁ କିଛି ଦ୍ୱିଅର୍ଥବୋଧକ ମଙ୍ଗଳାଷ୍ଟକ। ବାପାଙ୍କୁ ଅନୁରୋଧ କରୁଛି ସେ ଦ୍ୱିଅର୍ଥବୋଧକ ମଙ୍ଗଳାଷ୍ଟକ ପାଠ କରି ସମସ୍ତ ଦର୍ଶକମାନଙ୍କୁ ଏହି ଶୁଳ୍କ ବିଷୟରେ ବୁଝେଇବେ। পুরী তরকারি মন্ডন রসগোল্লা অধিনায়ক সিংহরা কচুরি শৈব পূর্বন্তু তব মঙ্গল পরর্থপুর অরসৈরি খাইলা পুরী পরর্থপুর দীর্ঘৈরি পুরস্তম পুরী সকল দেবতা দেব রহিছন্তি পুরী এণু তা নাম তেরে পুরস্তম পুরী পুরী খাইলে আচ্ছা আশীর্বাদ পাইলে। আচ্ছা পরর্থপুর চালিগলা আর তরকারি ଯୋଉ ଆମ କଷା ହେଇକି ଧନିଆ ପତ୍ର ପଡ଼ିକି ଯୋଉ ତରକାରୀ ହେଇଥାଏ ତାକୁ ପୁରୀରେ ଖାଆନ୍ତି। ସେ ଆବଶ୍ୟକାର ଦୀର୍ଘକାର ତରକାରୀ ଆଶୀର୍ବାଦ କରିବ। କୋଉ ନା ଯୋଉ ପିଲାମାନେ ବାପା ମାଙ୍କ ସହିତ ଯୁକ୍ତି ତର୍କ କରନ୍ତି, ସାରଙ୍କ ସହିତ ଯୁକ୍ତି ତର୍କ କରନ୍ତି, ଗୁରୁଜନ କଥାକୁ ଆନୁଗତ ପ୍ରକାଶ କରନ୍ତି ନାହିଁ, ମାନନ୍ତି ନାହିଁ, ଯୁକ୍ତି ତର୍କ କରନ୍ତି, ତାଙ୍କର ଐରୀ ବୋଇଲେ ଶତ୍ରୁ ସିଦ୍ଧିଦାତା ଗଣେଶ। ସେ ପିଲାକୁ ମୁଠେ ବିଦ୍ୟା ପ୍ରଦାନ କରିବେନି, କାରଣ ସେ ତର୍କ କରୁଛି। ତର୍କର ଐରୀ ତରକାରୀ। ପୁରୀ ତରକାରୀ ମଣ୍ଡନ ରସଗୋଲା ଅଧିନାୟକ। ରସଗୋଲା 10 ଟଙ୍କା ଲେଖେ ରସଗୋଲା, ସେ ପାଟିରେ ଦେବାକୁ ରସ ଖାଲି ବହି ପଡୁଛି। ସେ ଖାଇବା ରସଗୋଲା ନୁହେଁ, ରସଗୋଲାର ଗୋଟେ ଠାକୁର ଅଛି, ସିଏ ଆଶୀର୍ବାଦ କରିବ। କିଏ ନା ଆଚ୍ଛା ଅଚ୍ୟୁତାନନ୍ଦ ଦାସ ଲେଖିଲେ କଣ ନା ଅଖାଦ୍ୟ ଖାଇରେ ମନ ଆହା ପିଅ ଗୋମାଂସ ପାଣି କି ଅଖାଦ୍ୟ ଖାଇରେ ମନ ରାଣ୍ଡି ପୁଅ ସାଥୀ ହେଲେ ପାଇବୁ ଚିନ୍ତାମଣି କି ଅଖାଦ୍ୟ ଖାଇରେ ମନ ପ୍ରିୟ ଗୋମାଂସ ପାଣି କି ଅଖାଦ୍ୟ ଖାଇରେ ମନ। ଅଖାଦ୍ୟ ବୋଇଲେ ଅବିଦ୍ୟା କର୍ମ ପାଠ ଅଖଣ୍ଡ ଅନାଦି ଅନାକାର ନିରାକାର। ଇଏ ହେଲା ପରିବେଶ ତତ୍ଵ। ଅଖଣ୍ଡ ଅଖାଦ୍ୟ ଖା, ଆମେ ସମସ୍ତେ ଖାଦ୍ୟ ଖାଉଛେ, ଅଖାଦ୍ୟ ଖାଇବାକୁ ପାଉଛେ। ଅଖାଦ୍ୟ ହେଲା ବିଷ୍ଣୁଙ୍କର ଭଗବାନଙ୍କର ଖାଦ୍ୟ। ଅଖାଦ୍ୟ ହେଲା ଅବଢା ଖା ଏବଂ ଗୋମାଂସ ପାଣି ପିଇ। ଗୋମାଂସ କଣ ନା ଗୋମତ ପର୍ବତ ଗୋଟେ ଅଛି ଭାରତରେ। ସେ ଗୋମତ ପର୍ବତ ଅଂଶ ସେଟା ଗୁମରେ ତିଆରି ହେଇଛି ବୋଲି ପର୍ବତ, ତାକୁ ଗୋମତ ପର୍ବତ କୁହନ୍ତି। ସେ ଗୋମତ ପର୍ବତର ଅଂଶ କଣ ହେଇଛି ନା ହରିବନ୍ଧୁ ଦାସ ଲେଖିଲେ ଗୋମାଂସ ପତିତଂ ଦୃଷ୍ଟ୍ୱା ଖଣ୍ଡ ଖଣ୍ଡ ମହି ତଳେ ଶିବା କାକା ନ ଭକ୍ଷନ୍ତି ଭକ୍ଷନ୍ତି ପୁନିଜାଜନା। ତାହେଲେ କଣ ହେଇଛି ନା କାକ ଶୃଗା ଖାଉନାହାନ୍ତି ସେ ଗୋମାଂସକୁ, ଏଣୁ ମୁନି ଋଷି ବ୍ରାହ୍ମଣ ଯାଇ ଖାଉଛନ୍ତି। କେମିତି ଖାଇଲେ ନା ସେ ପଥର ଖଣ୍ଡ ଗୁଡାକ ଯାଇକି ପଡେ କୋଉଠି ନା ପଥର ଗୁଡାକ କୋଉଟା ଚକ୍ର ଅଛି କଣ ଅଛି ସେଟାକୁ ବୁଝନ୍ତି। ମୁନି ଋଷି ମାନେ ଯାଇକି ଦେଖନ୍ତି, ବ୍ରାହ୍ମଣ ମାନେ ଚିହ୍ନନ୍ତି। ରଘୁନାଥ ଠାକୁର ଶାଳଗ୍ରାମ ଠାକୁର ଏଇ ହବ। ସେ ଖାଇବା ଜିନିଷ ନାକି ସେ ପଥର ତାକୁ ଖାଇବେ। ତେଣୁ କଣ ହେଇଛି ସେ ପଥର ଖଣ୍ଡ ଗୁଡା ଯାଇ ଗଣ୍ଡୁକି ନଦୀରେ ପଡେ। ପଡିଲେ ସେଠି ଗୋଟେ ବଜ୍ର କୀଟ ଅଛି, ସେ ଗୁଲ କରି ତାର କାଟିଆ ହଉଛି କାମ। ଯେତେ ବଡ ପଥର ହଉଛି ସେ ପ୍ଲେନ ଗୁଲ କରି କାଟିବ। ଗଣ୍ଡୁକି ନଦୀରେ ପଡିଲେ ସିଏ କଣ ହୁଏ ନା ରଘୁନାଥ ଶାଳଗ୍ରାମ ହିସାବରେ ଆସିକି ଆମେ ଖଟୁରେ ରଖି ପୂଜା କରୁଛୁ। ସେଇ ରଘୁନାଥ ଠାକୁର ଚରଣାମୃତ ପାନ କର, ଅବଢା ଖା। ଅଖାଦ୍ୟ ହେଲା ଅବଢା, ବିଷ୍ଣୁଙ୍କର ଖାଦ୍ୟ। ତାହେଲେ ଅଖାଦ୍ୟ ଖାଇଲେ ମନ ପ୍ରିୟ ଗୋମାଂସ ପାଣିକି ରାଣ୍ଡି ପୁଅ ସାଥୀ ହେଲେ ପାଇବୁ ଚିନ୍ତାମଣି। ରାଣ୍ଡି ପୁଅ କିଏ? ସେ ରାଣ୍ଡି ପୁଅ, ଇଏ ସବୁ ରାଣ୍ଡି ପୁଅ ଛକରେ ସିଏ ସେଟା ନୁହେଁ। ରାଣ୍ଡି ପୁଅ ହେଲେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଇଏ ହେଲେ ରାଣ୍ଡି ପୁଅ। ତାଙ୍କ ସାନ୍ନିଧ୍ୟ ଲାଭ କରିବୁ, ହସ୍ତିନାବାଳନ୍ତା ପୁରରେ ଥିବୁ। ଏଣୁ ପାଣ୍ଡବ ମାନଙ୍କର ସେବା କରୁଥିବୁ। ଅର୍ଜୁନଙ୍କର ସଖା ହେଲେ କୃଷ୍ଣ ଭଗବାନ ଯେତେ ଆସିବେ ନା ଗୁଡ ଧରିକି ଶୋଇଯିବୁ। ରାଣ୍ଡି ପୁଅ ସାଥୀ ହେଲେ ପାଇବୁ ଚିନ୍ତାମଣି କି ଅଖାଦ୍ୟ ଖାଇରେ ମନ ପ୍ରିୟ ଗୋମାଂସ ପାଣି କି ଅଖାଦ୍ୟ ଖାଇରେ ମାନ। ପୁରୀ ତରକାରୀ ମଣ୍ଡନ ରସଗୋଲା ଅଧିନାୟକ। ସିଙ୍ଗଡା, ସିଙ୍ଗ ମାନେ 3 ଟଙ୍କା 4 ଟଙ୍କା ହେଲାଣି ସିଙ୍ଗଡା ଗୋଟା। ଖାସ୍ତା ଦିଆଯାଇଛି, ବଡ ବଢିଆ ହେଇଛି ଖାଇବା ସିଙ୍ଗଡା। ସିଏ ସିଙ୍ଗଡା ନୁହେଁ, ଖାଇବା ସିଙ୍ଗଡା ନୁହେଁ। କଣ ନା ସିଙ୍ଗର ଆଡା ଭିତରେ ଯୋଉ ଦେବୀ ରୁହନ୍ତି ସିଂହ ବାହିନୀ ଦୁର୍ଗା, ସିଏ କରିବେ ଆଶୀର୍ବାଦ। ଆଚ୍ଛା ତାପରେ କଣ ହେଇଛି କଚୁରୀ। କଚୁରୀ କଣ ନା କଚୁରୀ ଗୋଟେ ଖାଇବା କଚୁରୀ। ଏବଂ ଖ ବୋଇଲେ ଜଳ, ଖ ବୋଇଲେ ଆକାଶ।
জোর যে বস্ত্র চুরি করছে এমন থেকে পুষ্প কপটি আলমপটি তুমি গুপি মারখিয়া ভাবত বিনোদিয়া গিরিধারী রাই কি ঝুরাই তুমি গুপি কি কন্দাই তুমি বসিয়ছ ভাল লোক পরি হে হরি ভূত হই প্রেম কল রাধিকাকু ধরি চন্দ্রসেনা পড়াইলে দেখিল কচুরি কবইলে জলের যে বস্ত্র চুরি করছে শ্রীকৃষ্ণ সে করিয়া আসিবার কচুরি সিংহরাজ চাইব কুর্বন্তু তব মঙ্গ বাল্যে তো কৌতুক সাধ হিরাজ মর্দি যহ কাকরা অধিপতি যা নিত্য নিরুদ্ধ বাস এটি হোক